ଆରି ଶୁଣୁଛ, ଆମ ଘର କାମ ସରିଲା କି ନାହିଁ? ସକାଳ ହେଉ ହେଉ ରୋଷେଇ ଆରମ୍ଭ ହେଇଯିବ। ଏଇ ଲିଷ୍ଟ ନିଅ, ମୁଁ ସବୁ ସାମଗ୍ରୀ ଲେଖିଦେଇଛି। ଏବେ ହିଁ ଚଢ଼େଇ ଘରେ ଦେଇ ଆସ। ସେ ଏସବୁ ଆଣି କାଲି ସକାଳୁ ହିଁ ରୋଷେଇ ଆରମ୍ଭ କରିବ। କଣ ତୁ ଏତେ ଗୁଡେ ସାମଗ୍ରୀ ଲେଖିଛୁ? ପୁରା ବଜାର ଉଠେଇ ଆଣିବୁ କି? ଓହୋ, ଏମିତି କାହିଁକି କହୁଛ? ଏଇଟା ଆମ ଝିଅର ପ୍ରଥମ ଜନ୍ମଦିନ। ମୁଁ ବହୁତ ଧୁମଧାମରେ ମୋ ଝିଅର ଜନ୍ମଦିନ ପାଳିବି। ଜଙ୍ଗଲର ସବୁ ଚଢ଼େଇଙ୍କୁ ମୁଁ ନିମନ୍ତ୍ରଣ କରିଛି। ଦେଖିବ, ଖାଇବାରେ ଯେମିତି କୌଣସି କମ୍ ରହିବନି। ଆଚ୍ଛା ଆଚ୍ଛା, ଠିକ ଅଛି। ତୁ ଜମା ଚିନ୍ତା କରନି, କାଲି ସବୁ କିଛି ଠିକରେ ହେବ। ମୁଁ ଏବେ ଚଢ଼େଇ ଘରକୁ ଯାଉଛି। ତାପରେ ଚିଲ ସବୁ ସାମଗ୍ରୀର ଲିଷ୍ଟ ଧରି ଚଢ଼େଇ ଘରକୁ ଗଲା। ଆରେ ଚଢ଼େଇ, ଏ ଟଙ୍କା ଆଉ ଲିଷ୍ଟ ନେ। କାଲି ସବୁ ସାମଗ୍ରୀ ଆଣି ରୋଷେଇ ଆରମ୍ଭ କରିଦେବୁ। ଏଇଟା ମୋ ଝିଅର ପ୍ରଥମ ଜନ୍ମଦିନ। ଖାଇବାର ସବୁ ଦାୟିତ୍ୱ ମୁଁ ତତେ ଦେଉଛି। କାଲି ଯେମିତି ସମସ୍ତଙ୍କୁ ଖାଇବା ଭଲ ଲାଗିବ। ଆପଣ ଚିନ୍ତା କରନ୍ତୁନି ଚିଲ ଭାଇ, ମୁଁ କାଲି ସବୁ ସାମଗ୍ରୀ ଧରି ଆପଣଙ୍କ ଘରେ ଠିକ ସମୟରେ ପହଞ୍ଚିଯିବି। ଦେଖିବି, କାଲି ସମସ୍ତଙ୍କୁ ମୋ ହାତ ତିଆରି ଖାଇବା ନିଶ୍ଚୟ ଭଲ ଲାଗିବ। ଆଚ୍ଛା ଠିକ ଅଛି, ମୁଁ ଏବେ ଯାଉଛି। ତୁ କାଲି ଠିକ ସମୟରେ ପହଞ୍ଚିଯିବୁ। ଏମିତି କହି ଚିଲ ସେଠାରୁ ଚାଲିଗଲା। ପରଦିନ ସକାଳେ ଚଢ଼େଇ ସବୁ ସାମଗ୍ରୀ ଧରି ଚିଲ ଘରକୁ ଗଲା। ଚଢ଼େଇ ବହୁତ ଭଲ ଖାଇବା ରୋଷେଇ କରିପାରୁଥିଲା। ରାତି ହେବା ପରେ ସବୁ ଚଢ଼େଇ ଚିଲ ଘରକୁ ଆସିଲେ। ଜନ୍ମଦିନ ପାଳନ ପରେ ସମସ୍ତେ ଭୋଜି ଖାଇଲେ। ଚଢ଼େଇର ହାତ ତିଆରି ଖାଇବା ସମସ୍ତଙ୍କୁ ବହୁତ ଭଲ ଲାଗିଲା। ସମସ୍ତେ ଖାଇବାର ପ୍ରଶଂସା କରି ଘରକୁ ଗଲେ। ଏସବୁ ଦେଖି ଦୁଇ ଚିଲ ଖୁବ୍ ଖୁସି ହେଇଗଲେ। ଚଢ଼େଇ, ସତରେ ତୁ ବହୁତ ବଢିଆ ଖାଇବା ରୋଷେଇ କରିଥିଲୁ। ସମସ୍ତେ ଆମର ବହୁତ ପ୍ରଶଂସା କରୁଥିଲେ। ଆମେ ଖୁସି ହେଇ ତତେ 2 ଗୁଣା ଟଙ୍କା ଦେଉଛୁ। ଏଇ ନେ। ଚିଲ ଭାଇ, ଚିଲ ଭଉଣୀ, ତୁମକୁ ଅନେକ ଅନେକ ଧନ୍ୟବାଦ। ଏମିତି କହି ଚଢ଼େଇ ସେଠାରୁ ଚାଲିଗଲା। ଯିଏ ବି ଚଢ଼େଇର ହାତରନ୍ଧା ଖାଇବା ଖାଉଥିଲା, ସେ ଚଢ଼େଇର ଅନେକ ପ୍ରଶଂସା କରୁଥିଲା। ଏସବୁ ଦେଖି କାଉ ମନରେ ଈର୍ଷା ହେଲା। ସମସ୍ତଙ୍କ ପାଖରୁ ଚଢ଼େଇର ପ୍ରଶଂସା ଶୁଣି ଶୁଣି ମୋ କାନ ଖରାପ ହେଇଗଲାଣି। ଚଢ଼େଇ ପରି ଯଦି ସମସ୍ତେ ମୋର ବି ପ୍ରଶଂସା କରନ୍ତେ କେତେ ଭଲ ହୁଅନ୍ତା। କିନ୍ତୁ ମୁଁ ତ ଚଢ଼େଇ ପରି ରୋଷେଇ କରିପାରିବିନି। ତାହେଲେ ମୁଁ କ'ଣ କରିବି ଯେ ସମସ୍ତେ ମୋର ପ୍ରଶଂସା କରିବେ? କ'ଣ କରିବି? ଆରେ ହଁ, ମତେ ଏକ ଉପାୟ ମିଳିଗଲା। ମୁଁ ଏବେ ମୋ ଘରକୁ ଯାଏ ଆଉ ମୋ ସ୍ତ୍ରୀକୁ ଏକଥା କୁହେ। ଏମିତି ଚିନ୍ତା କରି କାଉ ତା ଘରକୁ ଗଲା। ସେ ତା ସ୍ତ୍ରୀକୁ ସବୁ ଘଟଣା କହିଲା। ପରଦିନ ସକାଳେ ସେ ସବୁ ଚଢ଼େଇଙ୍କୁ ଏକାଠି କଲା। କାଉ ଭାଇ, ତୁମେ ଆମକୁ ସକାଳୁ ସକାଳୁ ଡାକିଛ କ'ଣ ପାଇଁ କହିଲ? ମୁଁ ଗୋଟେ ଜରୁରୀ କଥା ପାଇଁ ତମ ସମସ୍ତଙ୍କୁ ଡାକିଛି। ଜରୁରୀ କଥା? କ'ଣ ଜରୁରୀ କଥା ପାଇଁ ଡାକିଛ? ମୁଁ କାଲି ପିକନିକର ଆୟୋଜନ କରିଛି। ତମେ ସମସ୍ତେ ସେ ପିକନିକରେ ଯୋଗ ଦେବ। ପିକନିକର ସବୁ ଦାୟିତ୍ୱ ମୁଁ ନେବି। ତମେ ମାନେ କେବଳ ଆସିବ। କ'ଣ ହେଲା କାଉ ଭାଇ, ତୁମେ କାଲି ପିକନିକର ଆୟୋଜନ କରିଛ? ଆଉ 2 ଦିନ ପରେ ରଜ। ପ୍ରତିବର୍ଷ ଆମେ ଜଙ୍ଗଲରେ ରଜ ପାଳନ୍ତି। ଅନେକ କାମ ବାକି ଅଛି। କାଉ ଭାଇ, ତୁମେ ଆଉ କିଛି ମାସ ଅପେକ୍ଷା କର। ଶୀତ ଦିନ ଆସିଲେ ଆମେ ପିକନିକ ଯିବା। ହଁ କାଉ ଭାଇ, ଚଢ଼େଇ ଠିକ କହିଲା। ଏ ସମୟ ପିକନିକ ପାଇଁ ନୁହଁ। ମଝିରେ ମଝିରେ ବର୍ଷା ବି ହେଉଛି। ପିକନିକ ସମୟରେ ଯଦି ବର୍ଷା ହେବ, ଆମ ପିକନିକର ମଜା ନଷ୍ଟ ହେଇଯିବ। ବୁଝିଗଲି, ତମେ ମାନେ ମୋ କଥା ରଖିବନି। ଆଜି ଯଦି ଚଢ଼େଇ ଏକଥା କହିଥାନ୍ତା, ତା କଥାରେ ସମସ୍ତେ ରାଜି ହେଇଯାଇଥାନ୍ତ। ତମ ମାନଙ୍କ ପାଖରେ ମୋ କଥାର କିଛି ମୂଲ୍ୟ ନାହିଁ। ମୁଁ ଆଉ ଏ ଜଙ୍ଗଲରେ ରହିବିନି। ଆଜି ହିଁ ଏ ଜଙ୍ଗଲ ଛାଡ଼ି ଚାଲିଯିବି। ଆରେ କାଉ ଭାଇ, ଏମିତି ରାଗନି। ଆମେ ତୁମ କଥାକୁ ବି ସମ୍ମାନ ଦେଉ। ଠିକ ଅଛି, ଆମେ ତୁମ କଥାରେ ରାଜି। ଯଦି କିଛି ଅସୁବିଧା ହୁଏ, ଏଥିପାଇଁ ତୁମେ ଦାୟୀ ରହିବ। ତମେ ମାନେ ଚିନ୍ତା କରନି, କିଛି ଅସୁବିଧା ହେବନି। କାଲି ସକାଳେ ସମସ୍ତେ ରେଡି ହେଇ ଚାଲି ଆସିବ। ମୁଁ ସବୁ କିଛି ବ୍ୟବସ୍ଥା କରି ରଖିବି। ଆଚ୍ଛା ଠିକ ଅଛି କାଉ ଭାଇ। ଆରେ ଶୁଣୁଛ, ମତେ ଲାଗୁଛି ଚଢ଼େଇ ମାନେ ଠିକ କହୁଛନ୍ତି। ଏଇଟା ପିକନିକର ଠିକ ସମୟ ନୁହଁ। ତୁମେ ଏମିତି ଜିଦ୍ କରନି, ନହେଲେ ତୁମ ପାଇଁ ସମସ୍ତେ ବିପଦରେ ପଡ଼ିପାରନ୍ତି। ଓହୋ, ତୁ ଏମିତି ଡରୁଛୁ କାହିଁକି? କିଛି ହେବନି। ଦେଖିବୁ, ଏ କାମ ପାଇଁ ସମସ୍ତେ ମୋର କେମିତି ପ୍ରଶଂସା କରିବେ। କାଉ କାହା କଥା ବି ଶୁଣୁ ନଥିଲା।
ଅନ୍ୟମାନଙ୍କ ପାଖରୁ ପ୍ରଶଂସା ଶୁଣିବ ଭାବି ସେ ଅନେକ ଖୁସି ଥିଲା। ପରଦିନ ସକାଳେ ସବୁ ଚଢ଼େଇ ଏକାଠି ହେଲେ। ତାପରେ ସେମାନେ ବସରେ ବସି ପାଖ ଜଙ୍ଗଲକୁ ଗଲେ ପିକନିକ କରିବା ପାଇଁ। ଏ କଣ କାଉ ଭାଇ, ଏ ଜଙ୍ଗଲକୁ ଆସୁ ଆସୁ ଆକାଶ ଏମିତି ଅନ୍ଧାର କାହିଁକି କରିଦେଲା? ଲାଗୁଛି କିଛି ସମୟରେ ହିଁ ବର୍ଷା ଆରମ୍ଭ ହେଇଯିବ। ଆରେ ତମେ ମାନେ ବେକାର ଚିନ୍ତା କରୁଛ, କିଛି ବର୍ଷା ହେବନି। ମୁଁ ଭଲ ଭାବରେ ବୁଝିକି ଆସିଛି। ଶୀଘ୍ର ରୋଷେଇ ଆରମ୍ଭ କରିଦିଅ, ଖାଇସାରି ନିଜ ଜଙ୍ଗଲକୁ ଯିବା। ହଁ ଠିକ କଥା, ଚାଲ ଚାଲ ରୋଷେଇ ଆରମ୍ଭ କରିଦେବା, ଖାଇଦେଇ ଶୀଘ୍ର ଘରକୁ ଯିବା। ମା ମା, ଆମେ ସମସ୍ତେ ଖେଳିବାକୁ ଯାଉଛୁ। ଠିକ ଅଛି, ଯାଅ ଖେଳିବ, ହେଲେ ବେଶୀ ଦୂରକୁ ଯିବନି। ଏମିତି ଛୁଆମାନେ ଖେଳୁଥିଲେ, ବଡ଼ମାନେ ରୋଷେଇ କରୁଥିଲେ। ହଠାତ୍ ସେହି ସମୟରେ ବର୍ଷା ଆରମ୍ଭ ହେଇଗଲା। ଜୋର ଜୋରେ ପବନ ବହିଲା, ସେମାନଙ୍କର ସବୁ ଜିନିଷ ନଷ୍ଟ ହେଇଗଲା। ଆରେ ଆରେ, ହଠାତ୍ ବର୍ଷା ଆରମ୍ଭ ହେଇଗଲା। ଚଢ଼େଇ, ଏବେ କଣ ହେବ? ଭୟ କରନି, ସେପଟେ ଦେଖ ଏକ ଗୁମ୍ଫା ଅଛି, ଚାଲ ସମସ୍ତେ ସେଠି ଆଶ୍ରୟ ନେବା। ଏମିତି ସବୁ ଚଢ଼େଇ ସେ ଗୁମ୍ଫାରେ ଆଶ୍ରୟ ନେଲେ। ସମସ୍ତେ ସେଠି ଥିଲେ, କେବଳ କାଉଛୁଆ ସେଠି ନଥିଲା। ଦେଖିଲ କାଉ ଭାଇ, ତୁମ ଜିଦ୍ ପାଇଁ ଆମେ କେମିତି ବିପଦରେ ପଡ଼ିଲୁ। ଏଇଥିପାଇଁ ଆମେ ପିକନିକ ଆସିବାକୁ ମନା କରୁଥିଲୁ। ମୋର ଭୁଲ ହେଇଗଲା, ତମେ ସମସ୍ତେ ମତେ କ୍ଷମା କରିଦିଅ। ଆଜି ଏଠୁ ଭଲରେ ଭଲରେ ଘରକୁ ଫେରିଲେ ମୁଁ ଏମିତି ଜିଦ୍ ଆଉ କେବେ କରିବିନି। ମୋ ଝିଅ କୁଆଡ଼େ ଗଲା? ସେ ଏଠି ନାହିଁ। ଏ ତୁମେ କଣ କହୁଛ କାଉ ଭଉଣୀ? ତୁମ ଝିଅ ଏଠି ନାହିଁ ମାନେ ସେ କୁଆଡ଼େ ଗଲା? ମୁଁ ଜାଣିନି ଚଢ଼େଇ, ମୋ ଝିଅ କୁଆଡ଼େ ଗଲା। ବର୍ଷା ହେଲା ପରଠୁ ମୁଁ ତାକୁ ଦେଖିବାକୁ ପାଉନି। କାଉ ଭଉଣୀ, ତୁମେ ଧୈର୍ଯ୍ୟ ଧର, ଆମେ ଏବେ ହିଁ ତୁମ ଝିଅକୁ ଖୋଜିବାକୁ ଯାଉଛୁ। ସମସ୍ତେ ମିଶି କାଉ ଛୁଆକୁ ଖୋଜିବାକୁ ଗଲେ। କିଛି ସମୟ ପରେ ବର୍ଷା ଛାଡ଼ିଗଲା। ସେମାନେ କାଉ ଛୁଆକୁ ଧରି ଫେରିଲେ। ମାରି, ତୁ କୁଆଡ଼େ ଚାଲି ଯାଇଥିଲୁ? ତୋର ଏ ଅବସ୍ଥା କେମିତି ହେଲା? ସେ ଗୋଟେ କଣ୍ଟା ଗଛରେ ପଡ଼ି ଯାଇଥିଲା। ଏ ପବନ ବର୍ଷା ପାଇଁ ସେ ଆସିପାରୁନଥିଲା। ଏ ସବୁ କିଛି ତୁମ ଜିଦ୍ ପାଇଁ ହେଇଛି। ଏବେ ବୁଝିଲ କାହିଁକି ତୁମକୁ ସମସ୍ତେ ପିକନିକ ପାଇଁ ମନା କରୁଥିଲେ? ହଁ, ମୁଁ ଏବେ ମୋ ଭୁଲ ବୁଝିପାରୁଛି। ଏମିତି ଭୁଲ ଆଉ ମୁଁ କେବେ କରିବିନି। କାଉ ଭାଇ, ତୁମେ ନିଜ ଭୁଲ ବୁଝିପାରିଲ, ସମସ୍ତେ ବି ସୁରକ୍ଷିତ ଅଛନ୍ତି, ସେତିକି ବଡ଼ କଥା। ଚାଲ ଏବେ ଆମ ଜଙ୍ଗଲକୁ ଫେରିଯିବା, କାଲି ରଜ, ସମସ୍ତେ ମିଶି ରଜ ପାଳିବା। ଏମିତି ସବୁ ଚଢ଼େଇ ସୁରକ୍ଷିତ ଭାବରେ ନିଜ ଜଙ୍ଗଲକୁ ଫେରି ଆସିଲେ। ପରଦିନ ସକାଳେ ମା ମା, ଶୀଘ୍ର ଖାଇବା ଆଣ, ମୁଁ ଦୋଳି ଖେଳିବାକୁ ଯିବି। ମୋର ସବୁ ସାଙ୍ଗ ରଜ ଦୋଳି ଖେଳିବାକୁ ଚାଲିଗଲେଣି। ହଁ ହଁ, ଏଇ ନେ, ମୁଁ ସମସ୍ତଙ୍କ ପାଇଁ ପୋଡ଼ପିଠା କରିଦେଇଛି, ସାଙ୍ଗମାନଙ୍କ ସହ ମିଶି ଖାଇବୁ। ଆଚ୍ଛା ଠିକ ଅଛି ମା। ରଜ ପାଇଁ ସବୁ ଚଢ଼େଇ ଖୁବ୍ ଖୁସି ଥିଲେ। ସମସ୍ତେ ଆନନ୍ଦ କରି ରଜ ପାଳିଲେ। କାହାଣୀ ଭଲ ଲାଗିଥିଲେ ଲାଇକ୍ କରିବାକୁ ଭୁଲିବେନି। ଆମ ଟିମ୍ ତରଫରୁ ଆପଣ ସମସ୍ତଙ୍କୁ ହାପି ରଜ। ଓହୋ, କି ଗରମ ଲାଗୁଛି। ଗଛ ଛାଇରେ ବସିଲେ ବି ଜମା ଗରମରୁ ମୁକ୍ତି ମିଳୁନି। ଯାଇ ଟିକେ ଦେଖି ଆସେ, ଚଢ଼େଇ ମାନେ ଗରମରେ କଣ କରୁଛନ୍ତି। ଆରେ ମିଟୁ, ଆଜି ରଜ, ଚାଲିବେ ଦୋଳି ଖେଳିବାକୁ ଯିବା। ମିଟୁ, ତୁ ନା ଆଜି ବହୁତ ସୁନ୍ଦର ଦେଖାଯାଉଛୁ। ହଁ ଲୋ ଚମ୍ପା କାଉ, ତୁ ବି ଆଜି କୋଉ କମ ଦେଖାଯାଉଛୁ କି? ପୁରା ହିରୋଇନ ପରି ଲାଗୁଛୁ। ସବୁ ଚଢ଼େଇ ରଜ ଦୋଳି ପାଖକୁ ଚାଲି ଆସିଥିବେଣି। ଚାଲ ଚାଲ, ଆମେ ବି ଯିବା। ଆରେ ବାପରେ, ତମେ ଦୁଇ ଜଣ ମୁହଁରେ ଏମିତି ଚୂନ ଲଗେଇ କୁଆଡ଼େ ଯାଉଛ? ଏଇ ବଦମାସ ଖାଉ, ଏମିତି ଓଲଟା ପାଲଟା କଥା କହନି। ଆମେ ଆମ ମୁହଁରେ କାହିଁକି ଚୂନ ଲଗେଇବୁ? ଏଇଟା ଆମର ପିଓର ନ୍ୟାଚୁରାଲ ଲୁକ୍, ବୁଝିଲୁ? ଜମା ବାଜେ କଥା କହନି। ଆଲୋ ଚମ୍ପା, ତୁ କଣ ଜାଣିପାରୁନୁ? ଏଇ କାଉ ଈର୍ଷାରେ ଏମିତି କହୁଛି। କି ରେ, ତୁ ଆମ ଭଳି କେବେ ବି ଏତେ ସୁନ୍ଦର ହିଁ ପାରିବୁନି, ସେଥିପାଇଁ ଏଠାକୁ ଆସି ଏମିତି ସବୁ କଥା କହୁଛୁ ନା? କଣ ହେଲା, ଈର୍ଷା କରିବି ପୁଣି ତମ ମାନଙ୍କୁ? ସତ କଥା ହେଲା, ତମେ ଦୁଇ ଜଣ ପୁରା ଭୁତୁଣୀ ପରି ଲାଗୁଛ। ଏଇ ବଦମାସ ଖାଉ, ତତେ କହିଲି ନା ଜମା ବାଜେ କଥା କହିବୁନି। ଆଉ ଥରେ ଯଦି କିଛି ଓଲଟା ପାଲଟା କଥା କହିବୁ, ମୁଁ ତ ଥଣ୍ଟ ଭାଙ୍ଗିଦେବି। କଣ କହିଲୁ? ମୋ ଥଣ୍ଟ ଭାଙ୍ଗିବୁ? ଆସ ଆସ, ମୋ ଥଣ୍ଟ ଭାଙ୍ଗିକି ଦେଖା।
ମୁଁ ତ ଆହୁରି କହିବି ଭୁତୁଣୀ ଭୁତୁଣୀ। କଣ ହେଲା? ତୁ ଆମକୁ ଭୁତୁଣୀ କହୁଛୁ? ଏ ଚମ୍ପା, ଧରତେ କାଉକୁ। ଆଜି ତା ପିଠିରେ ଭଲ କିତି ପାହାର ପକେଇବା। କାଉକୁ ମାରିବା ପାଇଁ ସେ ଦୁଇ ଜଣ ତାର ପଛା କଲେ। ଦୁଷ୍ଟ କାଉ ଶୀଘ୍ର ଉଡ଼ି ସେଠାରୁ ଚାଲିଗଲା। ମିଟୁ, ଚାଲେ ବି ଯିବା, ଡେରି ହେଇଗଲାଣି। ଆମେ ଆଉ ଦିନେ କାଉକୁ ଦେଖିନେବା। ଆରେ ରହ ରହ, ମୁଁ ଆଗ ଟିକେ ମେକଅପ୍ କରିନିଏ। ଏଇ ବଦମାସ କାଉର ପଛା କରି କରି ମୋ ମେକଅପ୍ ଖରାପ ହେଇଗଲା। ହଁ, ତୁ ଠିକ କହିଛୁ। ମୁଁ ବି ଟିକେ ମେକଅପ୍ କରିନିଏ, ନହେଲେ ଆମ ଚେହେରା ଗ୍ଲୋ କେମିତି କରିବ। ଚାଲ ଚାଲ। ଏ ବେଙ୍ଗ, ଏମିତି ଚୁପ୍ କରି କାହିଁକି ବସିଛୁ? ଟିକେ ରଡ଼ି ଛାଡ଼େ। ତୁ ଶବ୍ଦ କଲେ ସିନା ବର୍ଷା ହେବ। ଏଇ ଗରମରୁ ଆମକୁ ଟିକେ ମୁକ୍ତି ମିଳିବ। ନା, ଏ ଯାଇ ବର୍ଷା ଦିନ ଆସିନି। ବର୍ଷା ଦିନ ଆସିଲେ ମୁଁ ଶବ୍ଦ କରିବି, ଏବେ ନୁହଁ। କଣ ହେଲା? ତୁ ଶବ୍ଦ ବାହାର କରିବୁନି ତ? ତାହେଲେ ଏବେ ଦେଖେ ମୁଁ ତ ପାଖରୁ କେମିତି ଶବ୍ଦ ବାହାର କରୁଛି। ଏମିତି କହି କାଉ ବେଙ୍ଗକୁ ବହୁତ ପିଟିଲା। ବେଙ୍ଗ ଶୀଘ୍ର ଡେଇଁ ପାଣି ଭିତରକୁ ଚାଲିଗଲା। ଧେତ୍, ଏ ବେଙ୍ଗ ଦ୍ୱାରା କିଛି କାମ ହେଲାନି। ଯାଇ ଦେଖେ ବାଦଲ ମାନେ କଣ କରୁଛନ୍ତି। ବାପରେ, ଏ ବାଦଲ ଗୁଡା କେମିତି ଆରାମରେ ଶୋଇଛନ୍ତି ଦେଖ। ମୁଁ ସେପଟେ ଗରମରେ ମରୁଛି, ଆଉ ଏ ଅଳସୁଆ ଦଳ ବର୍ଷା ନକରି ଶୋଇଛନ୍ତି। ଏବେ ଏମାନଙ୍କ ନିଦ ଭାଙ୍ଗୁଛି। ଏଇ ଅଳସୁଆ ବାଦଲ ଦଳ, ବର୍ଷା ନକରି ଶୋଇ ରହିଛ। ଉଠ, ବର୍ଷା କର। ଉଠ କହୁଛି। କା 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 କା। ଏଇ ଦୁଷ୍ଟ କାଉ, ତୋର ସମସ୍ୟାଟା କଣ କହିଲୁ? ଏମିତି ପାଟି କରି କାହିଁକି ଆମ ନିଦ ଭାଙ୍ଗିଲୁ? ବର୍ଷା ଦରକାର, ବର୍ଷା। ଆମ ଜଙ୍ଗଲରେ ପ୍ରବଳ ଗରମ। ଶୀଘ୍ର ତମେ ମାନେ ବର୍ଷା କର। ବର୍ଷା ହେଲେ ଯାଇ ଟିକେ ଆରାମ ଲାଗିବ। ଏବେ କେମିତି ବର୍ଷା କରିବୁ? ଏ ଯାଇ ବର୍ଷା ଦିନ ଆସିନି। ବର୍ଷା ଦିନ ଆସି ସାରୁ, ତାପରେ ଆମେ ବର୍ଷା କରିବୁ। ବର୍ଷା ଦିନ ଆସିନି ତ କଣ ହେଇଗଲା? ଏବେ ସମୟ ଆଗରୁ ଟିକେ ବର୍ଷା କରିଦିଅ। ଜଲ୍ଦି ବର୍ଷା କର, ଭାରି ଗରମ ଲାଗୁଛି। ଏଇ କାଉ, କଣ ପାଲ ଲଗେଇଛୁ? ତ କଥାରେ ଆମେ କଣ ବର୍ଷା କରିବୁ? ଯେବେ ବାଦଲରାଣୀ ଆମକୁ ଆଦେଶ ଦେବେ, ଆମେ ସେବେ ବର୍ଷା କରିବୁ। ଏବେ ଆମକୁ ଆଉ ବିରକ୍ତ ନ କରି ଏଠାରୁ ଚାଲିଯା। ଓ, ବୁଝିଗଲି। ତମେ ମାନେ ଅଳସୁଆ। ଛି ଛି ଛି, ଅଳସୁଆ ଦଳ। ବାଦଲ ରାଣୀ କଣ ପାଇଁ ଯେ ତମ ମାନଙ୍କୁ ରଖିଛି? ନିଶ୍ଚୟ ତାର ଆଖି ଖରାପ ଥିବ। ସେଥିପାଇଁ ତମ ଭଳି ଅଳସୁଆଙ୍କୁ ଚିହ୍ନି ପାରିଲାନି। ବଦମାସ କାଉ, ଆମ ବାଦଲରାଣୀଙ୍କର ଅପମାନ କରନି, ନହେଲେ କଥାଟା କିଛି ଭଲ ହେବନି। ତୁ ଆମର ଶକ୍ତି ବିଷୟରେ ଜାଣିନୁ। ଏମିତି ଗର୍ଜନ କାହିଁକି କରୁଛ? ଯଦି ପାରୁଛ ବର୍ଷା କରିକି ଦେଖାଅ, ତାପରେ ମୁଁ ଦେଖିବି ତମମାନଙ୍କ ଶକ୍ତି କେତେ। ଶକ୍ତିହୀନ ଅଳସୁଆ ବାଦଲ ଦଳ। ଆଗରୁ ଯଦି ଜାଣିଥାନ୍ତି ତମମାନଙ୍କ ପାଖରେ ବର୍ଷା କରିବାର ଶକ୍ତି ନାହିଁ, ମୁଁ କେବେ ବି ତମମାନଙ୍କ ପାଖକୁ ଆସିନଥାନ୍ତି। ଛି, ତମମାନଙ୍କ ସହ କଥା ହେଇ ମୋ ମୁହଁ ଖରାପ ହେଇଗଲା। ତୁ ଦେଖିଲୁ ଏ ବଦମାସ କାଉ କେମିତି ଆମର ଅପମାନ କରି ଚାଲିଗଲା। ମୁଁ କେବେ ବି ଅପମାନ ସହିବିନି। ଆମ ଭଳି ଏତେ ଶକ୍ତିଶାଳୀ ବାଦଲଙ୍କର ସେ ଅପମାନ କରିବ, ଆଉ ଆମେ ସହିଯିବା? ହଁ, ତୁ ଠିକ କହିଛୁ ମେଘବତୀ। ଚାଲ, ଆମେ ଆମ ଅପମାନର ପ୍ରତିଶୋଧ ନେବା। ବାପରେ, କେତେ ଜୋରରେ ବର୍ଷା ହେଉଛି। ମୁଁ ସେ ବାଦଳ ଦଳଙ୍କୁ ବେଶୀ ରଗେଇକି ଚାଲି ଆସିନି ତ। ସେ ଯାହା ବି ହଉ, ଏ ଗରମରେ ବର୍ଷା ଯୋଗୁଁ ମୁଁ ପୁରା ଥଣ୍ଡା ହେଇଗଲି। ସେପଟେ ଏତେ ଜୋରରେ ବର୍ଷା ହେବା ଯୋଗୁଁ ଚଢ଼େଇମାନେ ଘରୁ ବାହାରି ପାରିଲେନି। ଜଙ୍ଗଲ ଭିତରକୁ ବନ୍ୟା ମାଡ଼ି ଆସିଲା। ଆଜି ରଜ, ହେଲେ ବର୍ଷା ପାଇଁ ଆମେ ରଜ ଦୋଳି ଖେଳି ପାରିଲେନି। କାହିଁକି ଯେ ଅସମୟରେ ଏତେ ବର୍ଷା ହେଲା? ଏ ବର୍ଷ ଆମେ ରଜ କେମିତି ପାଳିବା? ବର୍ଷା ଦିନ ଆସିବାକୁ ଆହୁରି ଅନେକ ଦିନ ବାକି ଅଛି। କାହିଁକି ଯେ ଏତେ ଜୋରରେ ବର୍ଷା ହେଉଛି? ଏମିତି ଯଦି ବର୍ଷା ଲାଗି ରହିବ, ଆମ ଘରଦ୍ୱାର ଭାସିଯିବ। ନା ନା, ଏମିତି ହେବା ପୂର୍ବରୁ ଚାଲ ସମସ୍ତେ ମିଶି ବାଦଲ ରାଣୀଙ୍କ ପାଖକୁ ଯିବା। କଣ ପାଇଁ ଏତେ ବର୍ଷା ହେଉଛି ତାଙ୍କୁ ପଚାରି ଆସିବା। ତାପରେ ସବୁ ଚଢ଼େଇ ମିଶି ବାଦଲଙ୍କ ପାଖକୁ ଗଲେ। ବାଦଲ ରାଣୀ, ଆମ ଜଙ୍ଗଲରେ କାହିଁକି ଏତେ ବର୍ଷା କରୁଛ? ଆଜି ରଜ, ହେଲେ ଆମେ କେହି ବି ଘରୁ ବାହାରି ପାରୁନୁ। ଦୟାକରି ବର୍ଷା କରନି, ନହେଲେ ଆମ ଘର ଭାଙ୍ଗିଯିବ। ଆମେ ସବୁ ପାଣିରେ ଭାସିଯିବୁ। ତୁମ ଜଙ୍ଗଲରେ ରହୁଥିବା ଦୁଷ୍ଟ କାଉ ପାଇଁ ଏ ବର୍ଷା ହେଉଛି। ସେ ଆମକୁ ବହୁତ ଅପମାନ ଦେଇଛି। ଏବେ ସେ ଦେଖୁ ଆମର ଶକ୍ତି କେତେ। କିନ୍ତୁ ଗୋଟେ କାଉ ପାଇଁ ଆମ ସମସ୍ତଙ୍କୁ କାହିଁକି କଷ୍ଟ ଦେଉଛ? ଦୟାକରି ବର୍ଷାକୁ ଅଟକେଇ ଦିଅ।
ଠିକ୍ ଅଛି, ଆମେ ଆଉ ବର୍ଷା କରିବୁନି। ତମେମାନେ କାଉ ପାଖକୁ ଯାଇ ତାକୁ କୁହ ସେ ଆମ ପାଖକୁ ଆସି ଆମକୁ କ୍ଷମା ମାଗୁ। ମୁଁ ସେ ଅପମାନକୁ କେବେ ବି ଭୁଲି ପାରିବିନି। ବାଦଲର କଥା ଶୁଣି ସମସ୍ତେ କାଉ ପାଖକୁ ଆସିଲେ। ନା, ମୁଁ କ୍ଷମା ମାଗିବିନି। ସେ ଅଳସୁଆ ବାଦଲ ଦଳଙ୍କ ପାଖରେ ମୁଁ କେବେ ବି କ୍ଷମା ମାଗିବିନି। ଦେଖ କାଉ, ତୁ ଭୁଲ କରିଛୁ। ତୋ ପାଇଁ କ'ଣ ଆମେ ସମସ୍ତେ କଷ୍ଟ ପାଇବୁ? ଯା ଶୀଘ୍ର ଯାଇ ବାଦଲମାନଙ୍କୁ କ୍ଷମା ମାଗେ। ନା ନା ନା, ମୁଁ କାହାକୁ ବି କ୍ଷମା ମାଗିବିନି। ମୋତେ ଆଉ ବିରକ୍ତ କରନି, ନହେଲେ ମୁଁ ସମସ୍ତଙ୍କୁ ପିଟିବି। ଆରେ ଏବେ କ'ଣ କରିବା? ଏ ବଦମାସ କାଉ ତ ଆମ କଥା ଶୁଣିଲାନି, ଘର ଭିତରକୁ ଚାଲିଗଲା। ମୋ ପାଖରେ ଏକ ଉପାୟ ଅଛି। ଚାଲ ସମସ୍ତେ ବାଦଲଙ୍କ ପାଖକୁ ଯିବା। କ'ଣ ହେଲା? ତମେମାନେ କାଉକୁ କାହିଁକି ସାଙ୍ଗରେ ଆଣିଲନି? ଆମେ କାଉକୁ ଅନେକ ବୁଝେଇଲୁ, ହେଲେ କାଉ କ୍ଷମା ମାଗିବାକୁ ରାଜି ହେଲା ନାହିଁ। ବାଦଲ ରାଣୀ, ମୋ ପାଖରେ ଏକ ଉପାୟ ଅଛି। ଭୁଲ କାଉ କରିଛି, ତାକୁ ଶାସ୍ତି ଦିଅ। ଦୟାକରି ଆମକୁ ଆଉ କଷ୍ଟ ଦିଅନି। ଏମିତି ଚଢ଼େଇ ବାଦଲମାନଙ୍କୁ ତା ଯୋଜନା କଥା କହିଲା। ତାପରେ ସବୁ ବାଦଲ ଯାଇ କାଉର ଘର ଉପରେ ବର୍ଷା କଲେ। କାଉ ଆରାମରେ ତା ଘରେ ଶୋଇଥିଲା। ବାଦଲମାନେ ଏତେ ଜୋରରେ ବର୍ଷା କଲେ ଯେ କାଉର ଘର ଭାଙ୍ଗିଗଲା। ଏଇ କ'ଣ? ଆଉ କୋଉ ଜାଗାରେ ବି ତ ବର୍ଷା ହେଉନି। ମୋ ଉପରେ ତମେମାନେ କାହିଁକି ବର୍ଷା କରୁଛ? ଚାଲିଯାଅ ଏଠୁ। ସେଦିନ ବର୍ଷା ନ କରିବାରୁ ଆମକୁ ଅପମାନ ଦେଇଥିଲୁ। ଆଜି ଆମେ ତ ପଛ ଛାଡ଼ିବୁନି। ତତେ ବର୍ଷା ଦରକାର ତ ଉପରେ ହିଁ ଆମେ ବର୍ଷା କରିବୁ। ସେ ବାଦଲ ଦଳ କାଉ ଉପରେ ହିଁ ବର୍ଷା କରୁଥିଲେ। କାଉ ଭୟରେ ସେ ଜଙ୍ଗଲ ଛାଡ଼ି ଚାଲିଗଲା। ବର୍ଷା ଛାଡ଼ିଯିବାରୁ ଜଙ୍ଗଲ ପୂର୍ବ ଭଳି ହେଇଗଲା। ତା ଦେଖି ସବୁ ଚଢ଼େଇ ଖୁବ୍ ଖୁସି ହେଇଗଲେ। ଚଢ଼େଇ, ତୋ ବୁଦ୍ଧି ପାଇଁ ଆମେ ସେ ଦୁଷ୍ଟ କାଉକୁ ଉଚିତ ଶିକ୍ଷା ଦେଇପାରିଲୁ। ଆମ ପାଇଁ ତମେ ସମସ୍ତେ ଅନେକ କଷ୍ଟ ପାଇଛ, ସେଥିପାଇଁ ଆମକୁ କ୍ଷମା କରିଦିଅ। ଏବେ ଆମେ ଯାଉଛୁ। ଏମିତି କହି ସବୁ ବାଦଲ ସେଠାରୁ ଚାଲିଗଲେ। ଚଢ଼େଇମାନେ ଖୁସିରେ ରଜ ପର୍ବ ପାଳନ କଲେ।